ଚାରିଟାରୁ ଆସିବୁ ଇଏ ଦେଖିଲୁ କୁଆଡେ ଗଲା ଏ ଲକ୍ଷ୍ମୀ ଆଇଲା କୁଆଡେ ଗଲା ଚୁଟି ପଡି କାଇଁ ଚୁଡ଼ି କାଇବେ ଚୁଡ଼ିଟା ଘରେ ଭୁଲି ଯାଇଛି। ଝୁଡ଼ି ଭୁଲି ଯାଇଛି ଗୋଟେ କାମ କରିବ ଗାମୁଛା ଧ ଗାମୁଛାରେ ଯୋଉ ଗଛ ମୂଳେ ସବୁ ଦେଖି କେମିତି ଦାଣ୍ଡରେ ନିଆଁ ଲଗେଇ ଯାଇଥିଲି ଇଲୋ ବୋପାଲ ସାଇଲା ପରେ ତାପରେ ଶାଳ ପତ୍ର ତୋଳିବୁ ହେଲା ଏଇ ଯୋଉ ଗୁଡା ପତ୍ର ଗୁଡାକ ଅଛି ଲଗେଇଦେଲା ପରେ ଇଏ ନିଆଁ ଲାଗି ଲାଗି ଯାଇ ଜଙ୍ଗଲରେ ଲାଗିବ ମାନେ ଏ ନିଆଁ ଦାଉରେ ଯେତିକ ପଶୁ ଜନ୍ତୁ ଗୁଡାକ ଅଛନ୍ତି ସବୁ ଏଇପଟ ମୁହାଁ ହେଇକି ଆସିବେ ପଶ୍ଚିମ ମୁହାଁ ହେଇକି ଆସିବେ ଆସିଲା ମାନେ ମୁଁ ସେ ଫାସ ପକେଇଛି ସେ ଗଛ ମୂଳେ ସେଇଠି ପଡିଗଲା ମାନେ ଝିଅ ଯାକ ତାକୁ ମାଟି ବସି ନା ଠିକ ଅଛି ଯେ ମୁଁ କଣ କହୁଥିଲି କହିଲ ନଦୀଟା ଘରେ ଭୁଲି ଯାଇଛି ଗଛରେ ଚଢିଯିବି ହେଲେ ତୁ ଗଛରେ ଚଢିନିଲ ଗଛରେ ଚଢିଲେ ଫଟୋ ହେଇଯିବୁ ନାଇଁଲୋ ଆମର ନଦୀ ଅଛି ଆଗରେ ହେଇଠି ଅଛି ନଦୀ ଓଳିଛି ତୁ ଆଗେ ମଉଲପୁର ସାଉଣ୍ଡ ପକେଇଲୁ ମୁଁ ନିଆଁ ଲଗେଇ ଦଉଛି ହଁ ତମେ ଲଗେଇବ ତ ଶିବ ତମେ କାହିଁ ଡେରି କରୁଛ ଜତୁ ତାଉଟେ ଦେଖୁଛୁ ମୋର ମୁଣ୍ଡରେ ବୁଦ୍ଧି ଅଛି ମା ଆଇଲା ମୁଁ ମାଟି କୁଆଡେ ଗଲା ସ୍ୱାର୍ଥପର ମଣିଷ ମାନେ ପୁଣି ଆସିଗଲେ ଆମ ଜଙ୍ଗଲରେ ନିଆଁ ଲଗେଇବା ପାଇଁ ବର୍ଷକୁ ବର୍ଷ ପ୍ରତ୍ୟେକ ବର୍ଷ ଏଇ ଖରା ସମୟ ଆସିଲେ ଏ ମଣିଷ ମାନେ ସେମାନଙ୍କର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଆମ ଜଙ୍ଗଲରେ ନିଆଁ ଲଗେଇ ଦଉଛନ୍ତି ଚାଷ କାମ ସରିଲା ପରେ ଚାଷ ଅମଳ କରିସାରିଲା ପରେ ସେମାନେ ଜମିରେ ନିଆଁ ଲଗେଇ ଦେଇ ଘରକୁ ପଳେଇ ଆସୁଛନ୍ତି ହେଲେ ନିଷ୍ଠୁର ମଣିଷ ମାନେ ଜାଣି ପାରୁନାହାନ୍ତି ଯେ ସେ ନିଆଁ ଯାଇ ଓଡି ପାଖ ଜଙ୍ଗଲରେ ଲାଗୁଛି କେଇ କ୍ଷଣ ବ୍ୟବଧାନରେ ଲକ୍ଷ ଲକ୍ଷ ସଂଖ୍ୟାରେ ଜଙ୍ଗଲ ପୋଡି ନଷ୍ଟ ହେଇଯାଉଛି ଚାଷ କରିବା ଆଳରେ ମହୁଲ କଢି କେନ୍ଦୁ ପତ୍ର ଦାନ୍ତ କାଠି ଆଣିବା ନାଁରେ ଏମାନେ ଯାଇ ଜଙ୍ଗଲରେ ନିଆଁ ଲଗେଇ ଦଉଛନ୍ତି ଏ ସ୍ୱାର୍ଥପର ମଣିଷ ମାନେ ଜାଣି ରଖିବା ଦରକାର ଜଙ୍ଗଲ ହେଉଛି ଆମ ଜଙ୍ଗଲ ଜନ୍ତୁ ମାନଙ୍କର ଘର ଆମ ପରିବେଶ ହେଉଛି ଆମର ଜଙ୍ଗଲ ଜଙ୍ଗଲ ଯଦି ନଷ୍ଟ ହେଇଯିବ ଜଙ୍ଗଲ ଜଳି ପୋଡି ପାଉଁଶ ହେଇଯିବ ତାହେଲେ ଆମେ ଭଳି ଜଙ୍ଗଲୀ ଜନ୍ତୁ ମାନେ ଯିବୁ କୁଆଡେ ଏ ସ୍ୱାର୍ଥପର ମଣିଷ ମାନେ ବୁଝି ରଖିବା ଦରକାର ତମେ ମାନେ ତମ ପିଲାମାନଙ୍କୁ ପରିବାରକୁ ନେଇ ଛାତ ଘର କରି ରହୁଛ ଆଉ ଠିକ ସେଇଭଳି ଆମ ଜଙ୍ଗଲୀ ଜନ୍ତୁ ମାନଙ୍କର ପରିବେଶ ହଉଛି ଆମ ଜଙ୍ଗଲ ନାଇଁ 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 ବହୁତ ହେଇଗଲା ଏ ନିଷ୍ଠୁର ମଣିଷ ମାନଙ୍କର ଅତ୍ୟାଚାର ବହୁତ ହେଇଗଲା ଆର ବର୍ଷ ଏଭଳି ଭାବରେ ମଣିଷ ମାନେ ନିଜର ସ୍ୱାର୍ଥ ପାଇଁ ଆମ ଜଙ୍ଗଲରେ ନିଆଁ ଲଗେଇଲେ ନିଆଁ ଏତେ ଉଗ୍ର ରୂପ ନେଲା ଯେ ମୋରି ଆଖି ସାମ୍ନାରେ ଦୁଇଟା ପିଲା ମୋର ଛୋଟ ଦୁଇଟା ପିଲା ମୋର ଜଙ୍ଗଲ ନିଆଁରେ ଛୋଟ ଫଟ ହେଇ ମରିଗଲେ ମୁଁ ଯେତେ ଚିତ୍କାର କଲି ମୋ ପିଲାମାନଙ୍କୁ ବଞ୍ଚାଏ ହେଲେ ବଞ୍ଚେଇ ପାରିଲି ନାହିଁ ବହୁତ ହେଇଗଲା ସହିବାର ସୀମା ଏବେ ପ୍ରତିଶୋଧ ନବାର ବେଳ ଆସିଛି ଏ ସବୁ ନାଟର ଗୋବର୍ଦ୍ଧନ ହଉଛି ମଦନ ବୁଢା ଏ ବୁଢା ହଉଛି ସମସ୍ତଙ୍କୁ ମତେଇ ଆମ ଜଙ୍ଗଲରେ ନିଆଁ ଲଗଉଛି Wow.
ବେଳ ଥାଉ ଥାଉ ସାବଧାନ ହୁଏ ମଣିଷ ଜାତି, ନହେଲେ ଭୋଗିବ ଠିକ ଏମିତି ପରିସ୍ଥିତି। ଜଙ୍ଗଲ ନିଆଁକୁ ନା କର, ଜଙ୍ଗଲ ହେଉଛି ଆମର ଘର, ଜଙ୍ଗଲ ହେଉଛି ଆମ ଜଙ୍ଗଲୀ ଜନ୍ତୁ ମାନଙ୍କର ପରିବେଶ। ଗୋଟେ କଥା ମନେ ରଖ, ଜଙ୍ଗଲ ପାହାଡ ଯଦି ନଷ୍ଟ ହେଇଯିବ ତାହେଲେ ଧୀରେ ଧୀରେ ଏ ମଣିଷ ସମାଜ ବି ନଷ୍ଟ ହେଇଯିବେ, ଏ ମଣିଷ ଜାତି ବଞ୍ଚି ରହିପାରିବେ ନାହିଁ। ଏଇ ବାର୍ତ୍ତାଟି ଦେଇ ଆପଣଙ୍କ ଠାରୁ ମୁଁ ବିଦାୟ ନେଇ ମୋ ଜଙ୍ଗଲକୁ ସୁରକ୍ଷା ଦେବାକୁ ଯାଉଛି। ଲଗାନା ଲଗାନା ଭାଇ ଜଙ୍ଗଲରେ ନିଆଁ, ରହିଲେ ବନ ହସିବେ ଜନ। ୱାଓ ୱାଓ।